ଯିଏ ଜିତିଲା ସେ ତେଣୁ ଇଏ ଯେତେବେଳେ 20 ଲକ୍ଷ ଖର୍ଚ୍ଚ କରୁଛି ସରପଞ୍ଚ ଗାଁ ବସ୍ତି ଏ କଥାଟାକୁ ମୂଳ ମୂଳ ଏଇ ହଉଛି ଆପଣ ଦେଖନ୍ତୁ ଏଠି ବଡମ୍ବା ନରସିଂହପୁରରେ ଦୀର୍ଘ 30 ବର୍ଷ ହେଲା ଜଣେ ବିଧାୟକ ଅଛନ୍ତି 1995 ରୁ 2024 ଦୀର୍ଘ 30 ବର୍ଷ 30 ବର୍ଷରେ ନାହିଁ ନାହିଁରେ ବଡମ୍ବା ନରସିଂହପୁର ଯଦି ଏଠି ଦେଖିବା ପିଇବାର ପାଣି ନାହିଁ ଲୋକମାନଙ୍କ ପାଇଁ ପିଇବାକୁ ପାଣି ସ୍ୱଚ୍ଛ ପାଣି ଆପଣ ଦେଖିବେ ବଡ ମୁଦା ବଡମ୍ବା ନରସିଂହପୁର ଭାତ ହାଣ୍ଡି ସୁଗାର ମିଲ୍ ଯୋଉ ଚିନି କଳ ଶିଳ୍ପଟି ଥିଲା ସେ ଉଜୁଡ଼ି ଯାଇଛି ସର୍ବାଧିକ ଦାଦନ ବଡମ୍ବା ନରସିଂହପୁର ଓଡ଼ିଶାରେ ସର୍ବାଧିକ ଦାଦନ ସୃଷ୍ଟି କରିଛନ୍ତି ବିଧାୟକ ଦେବୀ ଆମ ପିଲା ଦାଦନ ତାଙ୍କ ପିଲା ବିଲ୍ଡର ଇଏ ଗୋଟାଏ କଥା ହେଇଛି ଏବଂ ବଡମ୍ବା ନରସିଂହପୁରରେ କୃଷି କାରବାର 30% କୃଷି ଚାଲିଛି ଏଠି ଦେଖିବେ ଯେ ସରପଞ୍ଚ ହଉଛି 30 ଲକ୍ଷ 40 ଲକ୍ଷ ସରପଞ୍ଚ ଚେୟାରମ୍ୟାନ୍ ଯିଏ ଅଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ଚେୟାରମ୍ୟାନ୍ ହଉଛନ୍ତି ତେଣୁକରି ଏଠି ଗୋଟେ ବେପାର ଶାସନ ଚାଲିଛି ବେପାର ଶାସନ ଅନ୍ତ କରିବା ପାଇଁ ଆମେ ଲୋକଙ୍କ ସାଥିରେ ଯାଉଛୁ ଲୋକଙ୍କ ପାଖକୁ ଯାଉଛୁ ଗୋଟେ କଥା ହେଲା 1995 ରୁ 2024 ଭିତରେ କାହା ଟିକେଟଟା ରିପିଟ୍ ହେଇନି ଦେବୀ ମିଶ୍ର ତ ସମସ୍ତେ କହିବେ ବଡମ୍ବା ନରସିଂହପୁରରେ କିଛି ନାହିଁ ଦେବୀ ମିଶ୍ର କେମିତି ଜିତୁଛନ୍ତି ତାଙ୍କ ଲୋକପ୍ରିୟତା ବାସ୍ତବ ନାହିଁ ସେ ଗୋଟେ ଟେକ୍ନିକାଲି ଗେମ୍ ଖେଳୁଛନ୍ତି 95 ରୁ 2024 କାହା ଟିକେଟ ରିପିଟ୍ ହେଇନି 2019 ମସିହାରେ ଆମେ ନିର୍ବାଚନ ଲଢିଲୁ ସାଧାରଣ ନିର୍ବାଚନ ଭାରତୀୟ ଜନତା ପାର୍ଟି ଏଠି 72,545 ଭୋଟ ପାଇଥିଲେ 72,000 ଆଉ 9,000 10 ଖଣ୍ଡ ଭୋଟ ହେଇଥିଲା ଦଳର 2019 ରୁ 2024 ଲୋକଙ୍କ ସୁଖ ଦୁଃଖ ଭଲ ମନ୍ଦତେ ଆରମ୍ଭ କରିକି ବିରୋଧୀ ଦଳ ଭୂମିକା ନେଇଥିଲେ ସୁଗାର ମିଲ୍ ଉଜୁଡ଼ି ଯାଇ 3 ମାସ ଆନ୍ଦୋଳନ କରିଛୁ ଦେବୀ ମିଶ୍ରଙ୍କ ସରକାରୀ ଜାଗାକୁ ନେଇକି ଯୋଉ ଆନ୍ଦୋଳନ ହେଇଛି 4 ମାସ ଆନ୍ଦୋଳନ ହେଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଗ୍ୟ ଲୋକଙ୍କୁ ମିଳୁନି ଏଥିପାଇଁ ଆନ୍ଦୋଳନ ପିଇବା ପାଣିର ଆନ୍ଦୋଳନ ସବୁ ଆନ୍ଦୋଳନ କରି ସଂଗଠନ ଓଡ଼ିଶାରେ ସର୍ବବ୍ୟାପୀ ସର୍ବସୃଷ୍ଟି ଗୋଟେ ଗ୍ରହଣୀୟତା ଆସିଯାଇଥିଲା ଦେବୀ ମିଶ୍ରଙ୍କର ବିକଳ୍ପ ଭାବେ ବିଜୟ ଦଳ ଲୋକ ଗ୍ରହଣ କରିସାରିଥିଲେ ସେତିକି ଭାରତୀୟ ଜନତା ପାର୍ଟି ଗୋଟେ ତାଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୁମାସ୍ତ ଆଣିକି ଯାହାଙ୍କର ଗ୍ରହଣୀୟତା ନାହିଁ ନା ସଂଗଠନ ଅଛି ନା ଲୋକଙ୍କ ସାଥିରେ ଅଛନ୍ତି ତେଣୁକରି ଏଠି 2019 ମତେ ଯୋଉମାନେ ହରେଇଥିଲେ ଦେବାଙ୍କ ସାଥିରେ ରହିକି ମୁଁ ଟିକେଟ ପାଇଥିଲି ଯୋଉମାନେ ହରେଇଥିଲେ ସେମାନଙ୍କ ସହାୟତାରେ ବଡମ୍ବା ନରସିଂହପୁରରେ ଭାବୁଛନ୍ତି ଯେ ଏଠି ଆସିକି ନିର୍ବାଚନରେ ଦେଖନ୍ତୁ ଆମେ ଏଠି ଲୋକଙ୍କ ସାଥିରେ ଅଛୁ ବଡ କଥା 2019 ରୁ 2024 ଯୋଉ ବିରୋଧ ଦଳ ଭୂମିକା ଆମେ ନେଇଛୁ ଲୋକ ପଞ୍ଚାୟତ ନିର୍ବାଚନରେ ମତେ 6 ମାସ ଚକ୍ରାନ୍ତ କରି 4 ଦିନ ଜେଲ ରହିବ 6 ମାସ 4 ଦିନ ତଥାପି ମୁଁ 70,000 ଭୋଟ ଦେଇଥିଲି ଆମ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଏଠି ସାଧାରଣ ଲୋକ ମଧ୍ୟ ନିର୍ବାଚନ ଲଢୁଛନ୍ତି ବିଜୟ ଦଳ ନିର୍ବାଚନ ଲଢିବାକୁ ସକ୍ଷମ ବିଜୟ ଦଳ ଗୋଟେ ସାଧାରଣ ଲୋକ କୃଷକ ପରିବାର କିନ୍ତୁ ଏଠି ଆମେ ଦେଖିବା ନୋମିନେସନ ଆପଣ ବୁଝିବେ ଜାଣିବେ ସାଧାରଣ ଲୋକ ଯାଉଛନ୍ତି ଆଜି କୃଷକ ଯୁବକ ମା ମାନେ ସମସ୍ତେ ଏକାଠି ହେଇଛନ୍ତି ସାଧାରଣ ଲୋକ ନିର୍ବାଚନ ଯେତେବେଳେ ଜନତା ଗଣତନ୍ତ୍ରରେ ସର୍ବୋପରି ଲୋକ ମତକୁ ଆମେ ସମ୍ମାନ ଦେବା ଆମର କର୍ତ୍ତବ୍ୟ ଏଠି ଦଳ ମତେ ଟିକେଟ ନ ଦେଇଛି ବଡ କଥା ନୁହଁ ଏଠି ବଡମ୍ବା ନରସିଂହପୁର ଜନସାଧାରଣ ତାଙ୍କର ପୁଅ ଭାବୁଛନ୍ତି ସେ ଭାବୁଛନ୍ତି ଦୁଃଖ ସୁଖରେ ଏଇ ଲୋକଟା ଠିଆ ହେଲେ ଯେ ଆଜି ପର୍ଯ୍ୟନ୍ତ 2019 1995 2024 ଭିତରେ 30 ବର୍ଷ ହେଲା ଦେବୀ ମିଶ୍ର ଯାହା କରୁନାହାନ୍ତି ଲୋକଙ୍କର ଗୋଟେ ବିଶ୍ୱାସ ଭରସା ଅଛି ଏଠି ଦୁର୍ନୀତି ମୁକ୍ତ ହବ କୃଷି ମୁକ୍ତ ହବ ସରକାରଙ୍କର ସର୍ବନିମ୍ନ ମୌଳିକ ସୁବିଧା ଯାହା ଅଛି ଲୋକଙ୍କ ପାଖରେ ପହଞ୍ଚିବ ଏ ବିଶ୍ୱାସ ଭରସା ଲୋକମାନଙ୍କ ପାଖରେ ଅଛି ଯେ ଇଏ ପ୍ରକୃତରେ ବିକଳ୍ପ ଦେବୀ ମିଶ୍ର ହଟିବା ଦରକାର ବଡମ୍ବା ନରସିଂହପୁରରେ ଗୋଟେ ଚାଷୀର ସରକାର ହବା ଦରକାର ଗୋଟେ ସାଧାରଣ ଲୋକ ବିଧାନସଭାକୁ ଯିବା ଦରକାର ଏ କଥାଟାକୁ ସାଧାରଣ ଲୋକ ଗ୍ରହଣ କରିଛନ୍ତି ମୋ ଅପେକ୍ଷା ଜନସାଧାରଣ ଆହୁରି ସଚେତନ ଅଛି ତାହେଲେ ଗୋଟେ ସ୍ୱାଧୀନ ପ୍ରାର୍ଥୀ ଭାବରେ ହଜାର ହଜାର ଲୋକଙ୍କର ଜନ ଆଶୀର୍ବାଦ ପଦଯାତ୍ରାରେ ଯୋଉ ଆଶୀର୍ବାଦ ମିଳୁଛି ମତେ ସାଧାରଣ ଲୋକମାନେ ଯେତିକି ଟଙ୍କା ଡୋନେସନ କରୁଛନ୍ତି ମା ମାନେ ତାଙ୍କ ଭତ୍ତା ପଇସା ଦଉଛନ୍ତି ବୁଢା ବାପା ତାକୁ ଧରି କାନ୍ଦିକି କହୁଛି ନାଇଁ ତୁ ଆମର ସାହାରା ହବୁ ଏଠି ଗୋଟେ ଗାଁ ଗାଁରେ 2-4 ଜଣ ଲୋକ ଲିଡରସିପ କରି ଯୋଉ ଭଳି ଭାବରେ ଅରାଜକତା ସୃଷ୍ଟି କରିଛନ୍ତି ତାକୁ ବିଲୋପ ହବ 2024 ବଡମ୍ବା ନରସିଂହପୁର ଗର୍ଜା ଅଞ୍ଚଳ ଦେଖେଇଦବ ଯେ ସାଧାରଣ ଜନତା କଣ କରିପାରନ୍ତି